ଆପଣ ଭୁଲ ମାଗି ଦିଅନ୍ତୁ, ଭୁଲ ମାଗିଦେଲେ ବଞ୍ଚିଯିବେ, ଭୁଲ ନ ମାଗିଲେ ସିଏ ତ ଯାହା କରିବେ। ଶନି ମହାସେନା ତରଫରୁ ଆପଣ ଫୁଲନଗର ଛକରେ ଆପଣଙ୍କୁ କଣ ମାଡ଼ ହବ ଆମେ କହିପାରିବୁନି। ଲେଖାଶ୍ରୀ ସାମନ୍ତ ସିଂହାରକୁ ଖରାଦିନେ କଣ ଝାଞ୍ଜ ପିଟିବା ପାଖରେ କାହିଁ ଠିଆ ହେଇଛ? ନା ସେମିତି କହିବନି, ସେଇ ଝାଞ୍ଜଟି ପିଟା ହେଇଛି ବୋଲି ଭଗବାନ ଆମ ସମସ୍ତଙ୍କୁ ଶାନ୍ତିରେ ରଖିଛନ୍ତି। ସଂକୀର୍ତ୍ତନ ମଣ୍ଡଳୀ ଆମେ ଫିଲ୍ମ ଷ୍ଟାର ହେଇପାରୁ, କିନ୍ତୁ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ଗାଁ ଗଣ୍ଡାରେ ହଉଛି ବୋଲି ଓଡ଼ିଶା 30ଟି ଜିଲ୍ଲାରୁ ଆସିଛନ୍ତି ବୋଲି ଆମକୁ ଏବେ ପରିବେଶଟା ଭଲ ହେଲା। ନହେଲେ ଭୁବନେଶ୍ୱର ପରିବେଶ ଯୋଉଠି ଲେଖାଶ୍ରୀ ସାମନ୍ତ ସିଂହାର ନିଜେ ନାଁ କରିବା ପାଇଁ ମିଡିଆରେ ଇଏ ଖାଇଗଲା, ପ୍ରଭାତ ବିଷୟ ପଇସା ଖାଇଗଲା କହୁଛି। ତେଣୁକରି ମୁଁ ଗୋଟେ କଥା କରିବି, ଲେଖାଶ୍ରୀଙ୍କର ଲେଖା ଛିଣ୍ଡେଇବା ପାଇଁ ମୁଁ କହିଥିଲି। ମୁଁ ବି ଗୋଟେ କଳାକାର, ଏମାନେ ବି 30ଟା ଜିଲ୍ଲାରୁ ଆଇଛନ୍ତି କଳାକାର। ଇଏ ହେଲେ ସଂକୀର୍ତ୍ତନ ମଣ୍ଡଳୀ, ଆମେ ହେଲେ ସଂକୀର୍ତ୍ତନ ମଣ୍ଡଳୀ, ବୁଝିପାରିଲେ କି? ତେଣୁକରି ମୁଁ ଗୋଟେ କଥା କହିବି, ପ୍ରଭାତ ବିଷୟ କୋଉ ଗରିବ ଲୋକଟା ନୁହଁ। ପ୍ରଭାତ ବିଷୟ ରାଜନୀତିଟାକୁ ଯୋଉ ପୁରେଇଲେ କୋଉଥିରେ, ଏଇ ଯୋଉ ସଂକୀର୍ତ୍ତନ ମଣ୍ଡଳୀରେ ଲକ୍ଷ୍ମୀଧର ଭାଇ ଅଛନ୍ତି ପ୍ରେସିଡେଣ୍ଟ। ଏମାନେ ସମସ୍ତଙ୍କ ପାଇଁ ସରକାର କଣ କରିବ ସେଇଟା ହଉଛି ବ୍ୟବସ୍ଥା। ଆଜି ପ୍ରଭାତ ବିଷୟକୁ ଯୋଉ ବଦନାମ କରିବା ପାଇଁ ସେ ପଦେ କହିଦେଲା, ଏଇଥିପାଇଁ କହିଦେଲା ଯେ କହିଦେଲେ ସେ ପପୁଲାର ହେଇଯିବ। ଭାଇ ଯଦି ତମେ ଏତେ ପପୁଲାର ହେବାକୁ ଚାହୁଁଛ, ମିଥୁନକୁ କୁହ ଆମେ କରିଦବୁ। ଆମେ ଯେତେବେଳେ କରିଦବୁ ଶନି ମହାସେନା ବାଲା ତମେ ଏକାଥର ଓଡ଼ିଶାରେ ପପୁଲାର ହେଇଯିବ। କାହିଁକି ନା ଆମେ ଶନି ମହାସେନା ମୁଖ୍ୟ, ଓଡ଼ିଶା ମିଥୁନ। ତେଣୁକରି ଆପଣ ହୁସିଆରି ହୁଅନ୍ତୁ। ଇଏ 30 ଜିଲ୍ଲାରୁ ଯୋଉ ଭାଇମାନେ ଆଇଛନ୍ତି ତାଙ୍କ ଛାତିରେ ଯୋଉ କଷ୍ଟ ଅଛି, ଆପଣ ଭୁଲ ମାଗି ଦିଅନ୍ତୁ, ଭୁଲ ମାଗିଦେଲେ ବଞ୍ଚିଯିବେ, ଭୁଲ ନ ମାଗିଲେ ସିଏ ତ ଯାହା କରିବେ। ଶନି ମହାସେନା ତରଫରୁ ଆପଣ ଫୁଲନଗର ଛକରେ ଆପଣଙ୍କୁ କଣ ମାଡ଼ ହବ ଆମେ କହିପାରିବୁନି। ଲେଖାଶ୍ରୀ ସାମନ୍ତ ସିଂହାରକୁ ପ୍ରଭାତ ବିଷୟକୁ ଭୁଲଭାଲ କହିଛନ୍ତି ପରା, ପ୍ରଭାତ ବିଷୟ ଭଳିଆ ଲୋକଙ୍କୁ କହିଛନ୍ତି ଭୁଲଭାଲ। ତା ସହିତ ସମସ୍ତଙ୍କ ଛାତିରେ କଷ୍ଟ ଦେଇଛନ୍ତି। ଓଡ଼ିଶା ସାରା ପ୍ରତି ବ୍ଲକରେ ପ୍ରତି ଡିଷ୍ଟ୍ରିକ୍ଟରୁ ଯୋଉ ଆସିଛନ୍ତି ସଂକୀର୍ତ୍ତନ ମଣ୍ଡଳୀରେ ତାଙ୍କୁ ପଦେ କହିଛନ୍ତି। ଏଇଥିପାଇଁ କହିଛନ୍ତି ଯେ କହିଲେ କାଳେ ମୋ ନାଁଟା ହେଇଯିବ। ତେଣୁକରି ହୁସିଆର, ଫେର 30ଟା ଜିଲ୍ଲାରେ ଆନ୍ଦୋଳନ ଚାଲିଛି। ଆଉ ତାପରେ ଆଗକୁ ଆଜି ଲୋୟର ପିଏମଜିରେ ସବୁ ଜିଲ୍ଲାରୁ ଭର୍ତ୍ତି ଅଛନ୍ତି। ମୁଁ ଶନି ମହାସେନା ହିସାବରେ ଏତିକି କହୁଛି, ପ୍ରଭାତ ବିଷୟକୁ ମୁଁ 27 ବର୍ଷ ହେଲା ଜାଣିଛି। ସେଇଟା ଜଣେ ଭଲ ମଣିଷଟିଏ, ଜମି ବାଡ଼ି ବିକି ରାଜନୀତି କରୁଛି ଆଜ୍ଞା। ତେଣୁକରି ଆପଣ ଏମିତି କହିବା ଉଚିତ ନୁହଁ। ଏଠି କହି ରହୁଛି, ନମସ୍କାର। ଶନି ମହାସେନାର ମୁଖ୍ୟ ମୁଁ ଜଣେ କଳାକାର ହିସାବରେ ମୁଁ ସମର୍ଥନ କରୁଛି। ଶନି ମହାସେନା ତ ନ୍ୟାୟରେ ରହିବ, ଯୋଉଠି ଭୁଲ ହବ ଆମେ ହେଲୁ ମାରିଆ ପାଟି। ଆମ ଶନି ମହାସେନା ଆଜ୍ଞା ଆପଣ ଏ ଲୋଏଟିଏମଜିରେ ବସିବାର ନାହିଁ, ଦହି ପାଣି ପିଇବାର ନାହିଁ। ମୁଁ କାଲକାଟାରୁ ଆସିଲି, ଭୂମିରେ ପ୍ରଚାର କରୁଥିଲି, ସେଇଠୁ ଆସିଲି। ତେଣୁକରି ସେଇ ମିଥୁନ ଗେଟଅପରେ ଥିଲି, ଏୟାରପୋର୍ଟରୁ ଏଇଠିକି ପଳେଇ ଆଇଲି। ନାଇଁ ମିଥୁନ ଟା ମୋ ଗୁରୁ, ତେଣୁକରି ମୁଁ ଟିକେ ଚେଲା ଆଉ। ବାଘ ନ ଦେଖିଲେ ବିରାଡ଼ି ଦେଖ। କଲିକତା ଆଳୁ ଟ୍ରକ୍ ସାଙ୍ଗେ ଲଢେଇ ହେଇଥିଲା, ଲଢେଇ 90 ଟଙ୍କା ଗଟକା ହେଇଥିଲା ମଙ୍ଗୁଳି ଛକରେ। ମମତା ଦିଦି ବି ଜାଣିଛି। ଲେଖାଶ୍ରୀ ସାମନ୍ତ ସିଂହାର ଯଦି ଭୁଲ ନ ମାଗିବେ ତାପରେ ପଦକ୍ଷେପ ନିଆହବ। ଆଉ ଶନି ମହାସେନା ତ ନିଜେ ଆଟେମ୍ ନିଏ, ଲୋକ ଲଗାଏନି। ସେ ପିଣ୍ଟୁ ନନ୍ଦକୁ ଦିଲ୍ଲୀ ନେଇଯିବା ହଉ, ଆଳୁ ଟ୍ରକ୍ ଅଟକେଇବା ହଉ, କି ଯୋଉ ପ୍ରକାର କଥାରେ ନବୀନ ନିବାସ ଆଗରେ କିରୋସିନ ଢାଳିବା ହଉ ଆମେ ନଉ। ଧନ୍ୟବାଦ।